ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं। सप्तमोऽध्याय। शौनक उवाच। व्यासଙ୍କୁ ଛାଡ଼ି ଗଙ୍ଗା କୂଳେ ନାରଦ ଗଲେ ଯେତେବେଳେ ଚିତ୍ତେ ସଂଶୟ ଯେତେ ଥିଲା ନାରଦ ବାକ୍ୟେ ଦୂର ଗଲା ସେ ସର୍ବଗୁଣେ ଅଧିକାରୀ। ନାରଦ ବାକ୍ୟ ଚିତେ ଧରି ପୁଣିକି କଲେ ପୁଣ୍ୟ ଦେହା କହ ଆମ୍ଭଙ୍କୁ ଯେବେ ଦୟା ଏମନ୍ତ ମୁନିଙ୍କ ପ୍ରସନ୍ନେ କୃଷ୍ଣ ମହିମା ଗୁଣି ମନେ। ଶ୍ରୀ ସୁତ ଉବାଚ। ସୁତ କହନ୍ତି ତୋଷ ଚିତ୍ତେ ମୁନିଜନଙ୍କର ଅଗ୍ରତେ ସେ ବ୍ରହ୍ମ ନଦୀର ପଶ୍ଚିମେ ଆଶ୍ରମ ସ୍ୟମା ପ୍ରାସ ନାମେ ତହିଁ ଅଶେଷ ମୁନିଜନ ଏଣୁ ଅନେକ ଯଜ୍ଞସ୍ଥାନ ମଧ୍ୟେ ବଦରି ବନ ନାମ ବ୍ୟାସଙ୍କ ନିୟତ ଆଶ୍ରମ ସେବନେ ସରସ୍ୱତୀ ଜଳେ ସ୍ନାନ ସାରି ପ୍ରାତ କାଳେ କୃଷ୍ଣ ମହିମା ଚିନ୍ତି ମନେ ମୁନି ବସିଲେ ଯୋଗ ଧ୍ୟାନେ ନିର୍ମଳ ମନେ ଧ୍ୟାନ କରି ତକ୍ଷଣେ ପ୍ରଭୁ ନରହରି ମାୟା ସଂଯୋଗେ ହେଲେ ଦୃଶ୍ୟ ଯେ ପୂର୍ବେ ପୁରାଣ ପୁରୁଷ ଯେ ମାୟା ତ୍ରିଗୁଣେ ଜଡ଼ିତ ଅଜ୍ଞାନେ ଜୀବ ମୋହଗ୍ରସ୍ତ ଅସତ୍ୟ ସତ୍ୟ ପ୍ରାୟ ମଣେ ଆତ୍ମାର ଗତି ନ ପ୍ରମାଣେ ତାହାଙ୍କୁ ଉଦ୍ଧାରିବା ଅର୍ଥେ ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ ରଚିଲେ ଭାଗବତ ବାଣୀ ଏ ଜୀବତରେ ଯାହା ଶୁଣି ଭକତି କଲେ କୃଷ୍ଣ ପାଦେ ନ ପଡ଼େ ଲୋକ ମୋହ ବାଦେ ସଂହିତା କରି ହରିବାଣୀ ଶୋଧନ କରି ତାକୁ ପୁଣି ସ୍ୱଭାବେ ତାକୁ ନିଜ ସୁତେ ହରସେ ଦେଲେ ଭାଗବତେ ବିଶେଷ ଗୋବିନ୍ଦ ପ୍ରସନ୍ନେ ମାୟା ନ ଲାଗେ ଯାର ମନେ ଏମନ୍ତ ସତ୍ୟ ବାକ୍ୟ ଶୁଣି ମୁନି ସକଳେ ମନେ ଗୁଣି ମନ ସଂଶୟ ଖେଦ ବହି କହନ୍ତି ସୁତ ମୁଖ ଚାହିଁ ଶୌନକ ଉବାଚ। ମାୟା ନ ଲାଗେ ଯାର ଚିତେ କି ପ୍ରୟୋଜନ ତାର ଗ୍ରନ୍ଥେ ସୁଖ ସ୍ୱଭାବେ ଆତ୍ମାରାମ କାହାର ଗ୍ରନ୍ଥେ କିମ୍ପାଶ୍ରମ ତାହାର ଅର୍ଥେ ବ୍ୟାସସୁତ ଅଭ୍ୟାସ କଲେ ଭାଗବତ ନିର୍ଲେପ ଯୋଗୀ ସେ ଜଗତେ ସଂଶୟ ଲାଗେ ଆମ୍ଭ ଚିତେ ଶୁଣି ସଂଶୟ ମୁନି କଥା କହନ୍ତି ସୁତ ବ୍ରହ୍ମବେତା। ଶ୍ରୀସୁତ ଉବାଚ। ସ୍ୱଭାବେ ମୁନିଙ୍କର ଚିତ ଗ୍ରନ୍ଥରେ ନୁହଁଇ ଗ୍ରନ୍ଥିତ ତଥାପି ଅକିଞ୍ଚନ ପଣେ ଭଜନ୍ତି ଗୋବିନ୍ଦ ଚରଣେ ଯେଣୁ ସକଳ ଭୂତେ ହରି ପରମାନନ୍ଦ ରୂପେ ପୁରୀ ତେଣୁ ଭକ୍ତି ଯେ ଅତିରେକ କହନ୍ତି ଏକକୁ ଆରେକ ସେ ସୁକ ମନି ଶୁଦ୍ଧ ଚେତା ନିତ୍ୟ ଅଭ୍ୟାସ କୃଷ୍ଣ କଥା ଭକତ ଜନ ପୁଣ୍ୟ ଅର୍ଥେ ତାହାଙ୍କ ଜନ୍ମ ଏ ଜଗତେ ଏବେ ହୋ ଶୁଣ ବିପ୍ରଜନେ ହରିଚରିତ ସାବଧାନେ ଭକତ ପରୀକ୍ଷିତ କଥା ପଣ୍ଡୁତନୟଙ୍କ ବ୍ୟବସ୍ଥା କୁରୁ ପାଣ୍ଡବ ଯୁଦ୍ଧ ଅର୍ଥେ ବୀରେ ମିଳିଲେ ବୀରପଥେ ଭୀମର ଗଦାଘାତ ବାଜି ଦୁର୍ଯ୍ୟୋଧନର ଜାନୁ ଭାଜି ପଳାଇ ଗଲା ପ୍ରାଣ ଡରେ ପଶିଲା ବ୍ୟାସ ସରୋବରେ ଏମନ୍ତେ ହୋଇଲା ରଜନୀ ଭୟ ମିଳଇ କୁରୁମଣି କାନ୍ଦଇ ଜୀବନ ବିକଳେ ଦ୍ରୋଣନନ୍ଦନ ଦେଖି ଡୋଳେ କହଇ ରାଜା ମୁଖ ଚାହିଁ ମୋତେ ନ ବରିଲୁ ଯେ ତୁହି ଯୁଦ୍ଧେ ସକଳ ବୀର ମାରି ଏ ଭୂମି ଅପାଣ୍ଡବା କରି ତୋତେ ବସାନ୍ତି ରାଜକୂଳେ ଅଖଣ୍ଡ ବନି ମଣ୍ଡଳେ ଶୁଣି କହଇ ନୃପବର ଏବେ ତୁ ଅପଣ୍ଡବା କର ଏବେ କରିଲି ସେନାପତି ଫେଡ଼ ତୁ ମୋହର ଦୁର୍ଗତି ଏମନ୍ତି କହି ବନ୍ଧବାଳା ତାହାର ହସ୍ତେ ଜଳ ଦେଲା ଦ୍ରୋଣକୁମର ବେଗେ ଉଠି ଧନୁକୁ ଧରି ମୂଳ ଦୃଢ଼ ମୁଷ୍ଟି ମନ୍ତ୍ରୀଣ ନାରାଚ ପେଶିଲା ପାଣ୍ଡବ ଗୃହେ ସେ ପଡ଼ିଲା ଦ୍ରୌପଦୀ ପଞ୍ଚ ସୁକୁମରେ ଶୋଇ ଯେ ଥିଲେ ଅନ୍ତପୁରେ ପଡ଼ି କାଟିଲା ତାଙ୍କ ଶିର ଶବଦ କଲା ମହାଘୋର ଶୁଣି କମ୍ପିଲେ ଦିଗପାଳ ପୁରିଲା ଭୂମି ଅନ୍ତରାଳ ଅତି ଅନୀତି କର୍ମ କଲା ବିଧାତା ବଳେ ଦ୍ରୋଣବଳା ଦ୍ରୌପଦୀ ଶୟନ ଉପେକ୍ଷୀ ପୁତ୍ର ମରଣ ଦେଖି ଦୁଃଖୀ ବିକଳେ କରଇ ରୋଦନ ତା ପାଶେ ଥିଲା ଯେ ଅର୍ଜୁନ ଅନେକ ଶାନ୍ତ ବାକ୍ୟ କହି କହେ ଦ୍ରୌପଦୀ ମୁଖ୍ୟ ଚାହିଁ ଦ୍ରୋଣ କୁମର ଶିର ବାଣେ କାଟି ସ୍ଥାପିବି ତୋ ଚରଣେ ତେବେ ହରିବି ତୋର ସୁଖ ତୁ ଏବେ ସ୍ଥିର ଚିତ୍ତେ ଦେଖ ଏମନ୍ତେ ମଧୁର ବଚନେ ଶାନ୍ତି କରାଇ ତାର ମନେ ଯାର ସାରଥି ଭଗବାନ କେ ତାରେ କରେ ଅପମାନ ଗାଣ୍ଡିବ ଧନୁ ଧରି ହସ୍ତେ ବସିଲା କପିଧ୍ୱଜ ରଥେ ବେଗେ ଧାଇଁଲା ସଜ ହୋଇ ବେଗେ ଗଗନେ ଛନ୍ତି ଚାହିଁ ଅର୍ଜୁନ ଦେଖି ଦ୍ରୋଣ ବଳା କାତରେ ହୃଦୟ କମ୍ପିଲା ବେଗେ ପଳାଇ ଭୂମିଗତେ ପଶିଲା ଗହନ ବନସ୍ତେ ଶଶୀ ପଳାଏ ଘୋର ବନେ ଅନ୍ଧକ ରୁଦ୍ର ଡରେ ଜେନେ କାତରେ ଚାରିଦିଗ ଚାହିଁ ତାର ରକ୍ଷକ ଅଛି କାହିଁ ତକ୍ଷଣେ ଜଳେ ସ୍ନାନ କରି ବ୍ରହ୍ମାସ୍ତ୍ରକୁ ଯେ ସୁମରି ସଂହାର ନ ଜାଣି ପାହାରେ ତାହାରେ ପେଶିଲା ଅର୍ଜୁନ ଉପରେ ସ୍ୱଭାବେ ବ୍ରହ୍ମରାଶି ନାମ ବିରାଜେ ତେଜେର ବିଷମ ତାର ପ୍ରଚଣ୍ଡ ରୂପ ଚାହିଁ କମ୍ପଇ ଅର୍ଜୁନର ଦେହି ଶସ୍ତ୍ରର ତେଜେ ଭୟ କଲା ଗୋବିନ୍ଦ ମୁଖକୁ ଚାହିଁଲା ପଡ଼ି ଅଭୟ ପାଦ ତଳେ କହଇ ଜୀବନ ବିକଳେ ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର ଶରଣ ଜନକ ସୁଦର ସଂସାର ଦୁର୍ଜନ ଦହନ ଭୟ କରନ୍ତି ତୋତେ ଜନ ଯାହାକୁ ଦେଉ ମୁଖ୍ୟ ଗତି ଅଭୟ ବ୍ରହ୍ମେ ସେ ପଶନ୍ତି
ଆଦି ପୁରୁଷ ନିରଞ୍ଜନ ପ୍ରକୃତି ପରେ ତୁ କାରଣ ଏ ଜୀବ ଲୋକେ ତୋର ମାୟା ତୁଟଇ ଯାରେ କରୁ ଦୟା ଏ ଯେ ତୋହର ଅବତାର ଖଣ୍ଡିବ ଅବନୀର ଭାର ତୋରେ ଶରଣ ଯେ ପଶଇ ସଂସାର ତାକୁ ନ ଲଗାଇ ଏଣୁ ତୋହର ଗତି ମୁହିଁ ତୁ ମାୟା ବଳେ ନ ଜାଣଇ ଏ ଯେ ଧାମଇ ବ୍ରହ୍ମସର ତେଜେ ଆଚ୍ଛାଦି ତିନିପୁର ସ୍ୱଭାବେ ପ୍ରଚଣ୍ଡ ଦାରୁଣ ଦେଖି କମ୍ପଇ ମୋର ପ୍ରାଣ କହ କି କରିବି ଗୋସାଇଁ ତୋ ବିନୁ ଅନ୍ୟ ଗତି ନାହିଁ ଅର୍ଜୁନ ବାକ୍ୟ ଶୁଣି ହସି କହନ୍ତି ପ୍ରଭୁ ବ୍ରହ୍ମରାଶି ଶ୍ରୀ ଭଗବାନ ଉବାଚ ଜୀବନ ଡରେ ଦ୍ରୋଣ ବଳା ଅତି ମାନୁଷ କର୍ମ କଲା ମନ୍ତ୍ର ନ ଜାଣଇ ସଂଘାରେ ବେଗେ ପଶିଲା ପ୍ରାଣରେ ଏହା ନିବାରେ ଶସ୍ତ୍ର ନାହିଁ କେହି ନ ଜାଣେ ଦେହ ବହି ତୁ ଯେ ସକଳ ମନ୍ତ୍ର ଜାଣୁ ଚଞ୍ଚଳ ଚିତେ ନ ପ୍ରମାଣୁ ଶ୍ରୀସୁତ ଉବାଚ ଶୁଣି ଗୋବିନ୍ଦ ମୁଖୁ ବାଣୀ ଅର୍ଜୁନ ମନେ ମନେ ଗୁଣି ତକ୍ଷଣେ ଆଚ ମନ ସାରି ମନେ ସୁମରି ନରହରି ଦ୍ରୋଣଙ୍କ ତହୁଁ କିଛି ଜାଣି ଭାବେ କହିଲେ ଚକ୍ରପାଣି ବ୍ରହ୍ମସରକୁ ବ୍ରହ୍ମସର ଶୂନ୍ୟ ପେଶିଲା ବୀରବର ଗଗନ ମାର୍ଗେ ବେନିସରେ ଭୂମି ଆକାଶ ଅଭ୍ୟନ୍ତରେ ଅର୍କ ଅନଳ ପ୍ରାୟ ଦିଶି ବଢିଲା 10 ଦିଶ ଗ୍ରାସୀ ସେ ବେନି ଶସ୍ତ୍ର ତେଜରାଶି ପ୍ରଳୟାନଳ ପ୍ରାୟ ଦିଶି ଦହିଲା ପ୍ରାୟ ତ୍ରିଭୁବନ ତା ଦେଖି ଚକିତ ଅର୍ଜୁନ କୃଷ୍ଣ କହିଲେ ଶୁଣ ବୀର ଶସ୍ତ୍ରେ ଶସ୍ତ୍ରକୁ ସଂହର ଯହୁଁ କହିଲେ ଚକ୍ରପାଣି ତକ୍ଷଣେ ସଂଘାରିଲେ ଆଣି ରଥୁ ଓହ୍ଲାଇ ମହାରୋଷେ ଧଇଲେ ଅଶ୍ୱତ୍ଥମା କେଶେ ପ୍ରଚଣ୍ଡ ରୂପେ ଶିର ଝୁଣି ଆକର୍ଷି ପାତିଲା ଧରଣୀ କରଚରଣ ତନୁ ଛନ୍ଦେ ବେଗେ ବାନ୍ଧିଲା ମାଲବନ୍ଧେ ଚରଣ ପାଶକୁ ସୁମରି ପଶୁଙ୍କ ପ୍ରାୟ ବନ୍ଦୀ କରି ରଥ ଦଣ୍ଡରେ ବାନ୍ଧି ଆଣି ଦେଖି କହନ୍ତି ଚକ୍ରପାଣି ଏ ବ୍ରହ୍ମବନ୍ଧୁ ବ୍ରହ୍ମ ଦୋହି ଏହାକୁ ଦଣ୍ଡେ ନ ଥୋଇ ମନେ ତୁ ଅନ୍ୟ ନ ବିଚାର ବେଗେ ଏହାର ପ୍ରାଣହର ନିର୍ଦ୍ଦୋଷ ବାଳକ ଶୟନେ ଥିଲେ ଯେ ମୁଦ୍ରିତ ଲୋଚନେ ନାଶ କଲା ତାଙ୍କ ପ୍ରାଣ ଏବେ କହିବା ପାର୍ଥ ଶୁଣ ମତ ପ୍ରମତ ଉନ୍ମତ ବାଳ ବନିତା ନିଦ୍ରାଗତ ଶରଣାଗତ ରଥହୀନ ସଂଗ୍ରାମେ ଦେଖି ରିପୁଜନ ଏହାଙ୍କୁ ବଧ ଯେ କରନ୍ତି ଜୀବନ ଥାଉ ସେ ମରନ୍ତି ପର ଜୀବନ ମାରି ଆଣି ଆତ୍ମାକୁ ପୋଷେ ଯେଉଁ ପ୍ରାଣୀ ତାର ମରଣେ ହୁଏ ପୁଣ୍ୟ ବେଦେ କହନ୍ତି ବିପ୍ରଜନ ତୁ ଯେ ଦ୍ରୌପଦୀ ଆଗେ ରହି ପ୍ରତିଜ୍ଞା କଲୁ ଦେହ ବହି କହିଲୁ ନ କାନ୍ଦ ସୁନ୍ଦରୀ ତୋର ରିପୁକୁ ମୁହିଁ ଧରି ତାହାର ଶିର କାଟି ବେଗେ ସ୍ଥାପିବି ତୋର ପାଦ ଯୁଗେ ମୁଇଁ ଯେ ଶୁଣିଅଛି ଏହା ଏବେ ରଖିଲୁ କରି ଦୟା ବେଗେ ଏହାର ପ୍ରାଣହର ନିମିଷେ ବିଳମ୍ବ ନ କର ଏ ପାପୀ ଆତତାଇ ନର ବାଳକ ହନ୍ତା ଏ ତୁମର ଯାହା ଆଶ୍ରୟ ଭୋଗ କଲା ତାର ବିପଦ ଏ ଚିନ୍ତିଲା ଏଣୁ ଯେ ଗଣ ପଶୁ ଗଣେ ନିତ୍ୟ ବଞ୍ଚଇ ଘୋର ବଣେ ହେମନ୍ତ ଧର୍ମ ପରିଚ୍ଛନ୍ନେ କୃଷ୍ଣ କହିଲେ ନାନା ଜ୍ଞାନେ ଅର୍ଜୁନ ନ ଶୁଣଇ ତାହା ଗୁରୁପୁତ୍ରଙ୍କୁ କରି ଦୟା ତକ୍ଷଣେ ଉଠି ବୀର ପାର୍ଥ ବନ୍ଧନ କରି ଗୁରୁପୁତ୍ର ଦ୍ରୌପଦୀ ଆଗେ ନେଇଦେଲା ତୋ ରିପୁ ସମ୍ଭାଳ ବୋଇଲା ଦ୍ରୌପଦୀ ତାର ମୁଖ ଚାହିଁ ତକ୍ଷଣେ ଚିତେ ଦୟା ବହି ପୁତ୍ରଙ୍କ ମୃତ୍ୟୁ ହେତୁ ଏ ସତ ସ୍ୱଭାବେ ଦ୍ରୋଣ ଗୁରୁ ସତ ସୁତ ଅନ୍ତରେ ନମସ୍କାର କଲା ଅର୍ଜୁନ ମୁଖକୁ ଚାହିଁଲା ବୋଇଲା ବେନି କର ଯୋଡ଼ି ବନ୍ଧନ ଦିଅ ବେଗେ ଫେଡ଼ି ସ୍ୱଭାବେ ବିପ୍ର ଗୁରୁଜନ ବିଶେଷ ଗୁରୁଙ୍କ ନନ୍ଦନ ରହସ୍ୟ ଧନୁର୍ବେଦ ଗ୍ରାମ ବିସର୍ଗ ସଂହର ସଙ୍ଗମ ସକଳ ଅସ୍ତ୍ରଶାସ୍ତ୍ର କଳା ଯେ ଗୁରୁ ରୂପେ ଶିକ୍ଷା ଦେଲା ସେହି ଯେ ପୁତ୍ର ରୂପେ ଜାତ ଆତ୍ମାରୁ ଆପଣେ ସମ୍ଭୂତ ସ୍ୱାମୀର ତହୁଁ ଅଧେ ଘେନି ଜଗତେ ଏହାର ଜନନୀ ଏ ତୋର ଧର୍ମ ଗୁରୁକୁଳ ଏହାକୁ ଭଲେ ପ୍ରତିପାଳ ଏହାର ଗୌତମୀ ଯେ ମାତା ସେ ପୁଣ୍ୟବତୀ ପ୍ରତିବତା ରୋଦନ ନ କରୁ ଯେ ଦୁଃଖେ ମୋହରି ପରି ପୁତ୍ର ଶୋକେ କ୍ଷତ୍ରିୟ ଯେବେ ମୂଳ ପଣେ କୋପ କରଇ ବିପ୍ରଗଣେ ସେ କୋପେ ନିଜ କୂଳ ଦେହେ ଏଣୁକେ ବିପ୍ରେ ହିଂସା ବହେ ଶ୍ରୀସୁତ ଉବାଚ ଦ୍ରୌପଦୀ ଧର୍ମନିଷ୍ଠା ବାଣୀ ହରସେ ଯୁଧିଷ୍ଠିର ଶୁଣି ମୌନେ କିଛି ନ କହିଲେ ସେ ଧର୍ମ ଅନ୍ତରେ ଜାଣିଲେ ଶୁଣି ସକଳ ସହଦେବ ସାତ୍ୟକୀ ଅର୍ଜୁନ ପାଣ୍ଡବ ଦେବକୀ ପୁତ୍ର ଆଦି କରି କୁନ୍ତୀ ସମେତ ଯେତେ ନାରୀ ସେଠାରେ ଯେତେ ଜନ ଥିଲେ ଏକଥା ସମର୍ଥନ କଲେ ଏହାଙ୍କ ମଧ୍ୟ ଭୀମସେନ କ୍ରୋଧରେ ବୋଲଇ ବଚନ କୂପେ ଅନାଇ କୃଷ୍ଣ ମୁଖେ କହଇ ଅତି ମନ ଦୁଃଖେ ତୀକ୍ଷଣ ଖଡ଼କେ କାଟି ଶିର ଏହାକୁ ନରଙ୍କୁ ଉଦ୍ଧାର କି ପ୍ରୟୋଜନ କିସ ଅର୍ଥେ ପାମ୍ପୁ ତରିବ କେମନ୍ତେ ଶୟନେ ଶିଶୁ ବଧ କଲା ସ୍ୱଭାବେ ବଞ୍ଚୁ ବଞ୍ଚୁ ମଲା ଦ୍ରୌପଦୀ ତୁଲେ ଚକ୍ର ପାଣି ଏ ଧର୍ମ ଭୀମ ମୁଖ ଶୁଣି ଅଳ୍ପ ହସି ଭାବଗ୍ରାହୀ କହନ୍ତି ଅର୍ଜୁନକୁ ଚାହିଁ ଶ୍ରୀ ଭଗବାନ ଉବାଚ ମରଣ ଉଚିତ ଏହାର ୟାକୁ ନ ରଖ ବୀରବର ଯେ ଆତତାଇ କର୍ମ କରେ ଅଧର୍ମ ଯୁଦ୍ଧେ ଶସ୍ତ୍ର ଧରେ
ଜୀବନ ଥାଉ ସେ ମରନ୍ତି, ଅନ୍ତେ ସେ ନର କେବେ ପଡ଼ନ୍ତି। ଏବେ ମୋହର ବୋଲ କର ଯେ ଧର୍ମ ଉଚିତ ଏହାର, ଦ୍ରୌପଦୀ ପୁତ୍ର ଶୋକ ବଳେ ତୁ ଯେ କହିଲୁ ଅବହେଳେ। ତୋର ପୁତ୍ର ଶତ୍ରୁ ମାରି ଶିରେ ଚରଣ ପୂଜା କରି, ଖଣ୍ଡିବ ପୁତ୍ର ଶୋକ ତେବେ ମୋର ବଚନ କର ଏବେ। ଶସ୍ତ୍ରେ ଏହାର ତେଜହର, ଜୀବନ ମୃତ ପ୍ରାୟ କର। ଶାସ୍ତି ଲଞ୍ଛନ ଏ ବିହରୁ, ଏ ବିପ୍ର କେବେ ହେଁ ନ ମରୁ। ଶୋକ ନଥାଉ କୃଷ୍ଣାଚିତେ, ଏକଥା କର ଭୀମ ମତେ। ଏକଥା ମୋର ସମ୍ମତ, ଶୁଣି ଅର୍ଜୁନ କୃତକୃତ୍ୟ। ତକ୍ଷଣେ ଉଠି କୋପଭରେ, ତୀକ୍ଷଣ ଖଡ଼ଗ ଘେନି କରେ। କେଶ ଧଇଲା ବାମ ହସ୍ତେ, ମଣି ଥିଲା ତାର ମାଥେ। ଖଡ଼ଗ ଯେ ଘେନି ମୂଢ଼ ଦୃଢ଼ ମୁଷ୍ଟି, ମଣି ସହିତେ ଶିଖା କାଟି। ଆଣି ସ୍ଥାପିଲା ବାହୁବଳେ, ଦ୍ରୌପଦୀ ଦେବୀ ପାଦ ତଳେ। ତକ୍ଷଣେ ବନ୍ଧନ ଫେଡ଼ିଲା ଦ୍ରୌପଦୀ, ତା ମୁଖ ଚାହିଁଲା। ବାଳକ ହତ୍ୟା ଦୋଷେ ଛନ୍ନ, ମଳିନ ଦିଶେ ତା ବଦନ। ମଣି ହରଣେ ତେଜ ଗଲା, ନଗରୁ ବେଗେ ପଳାଇଲା। ବେଶ ବିବେଶ କରି ହରି, ତାକୁ ବାହାର ଦେଶୁ କରି। ବ୍ରାହ୍ମଣ ପ୍ରାଣେ ଏହି ମତେ, ମରଣ ଲଭନ୍ତି ଜୀବନ୍ତେ। ଦ୍ରୋଣ କୁମରେ ଶାସ୍ତି ଦେଇ, ଜ୍ଞାତି ବାନ୍ଧବ ରୁଣ୍ଡ ହୋଇ। ସର୍ବେ ଆକୁଳ ପୁତ୍ର ଶୋକେ, ବାଳକେ ଘେନି ଏକେ ଏକେ। ଦହନ କଲେ ଦୁଃଖ ମନେ, ଏବେ ହୋ ଶୁଣ ମୁନିଜନେ। ସୁଜନ ହିତେ ଭାଗବତ, ଭିଆଇ ରହସ୍ୟମୟ ଗୀତ। ପ୍ରଥମ ସ୍କନ୍ଧ ଭାଗବତେ, ସୁଜନ ଜନଙ୍କର ହିତେ। ଅମୃତ କୃଷ୍ଣର ଚରିତ, କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୟାସ୍ୟାଖ୍ୟାଂ ପ୍ରଥମ ସ୍କନ୍ଧେ ଦ୍ରୋଣୀ ଦଣ୍ଡେ ନାମ ସପ୍ତମୋଧ୍ୟାୟ। ଆଜି ପାଇଁ ଏତିକି। ଜୟ ଜଗନ୍ନାଥ, ଜୟ ବାସୁଦେବ।